ରେ ବିଷୟ ଥିଲା ଇଷ୍ଟବୃତ୍ତି। ଇଷ୍ଟ ଶବ୍ଦର ଅର୍ଥ ହଉଛି ଆକାଂକ୍ଷିତ, ବାଞ୍ଛିତ, ଇଚ୍ଛିତ, ଇପ୍ସିତ। ମୁଁ ଯାହା ଇଚ୍ଛା କରେ, ମୋର ଇଚ୍ଛାଟାକୁ ଭରଣ କରିବା ପାଇଁ ମୁଁ ଇଷ୍ଟବୃତ୍ତି ନିବେଦନ କରେ। ଇଷ୍ଟବୃତ୍ତି ଏଇ ଜିନିଷଟା କାହିଁ କେତେ ଯୁଗରୁ, ଅନାଦି କାଳରୁ, ବୈଦିକ ଯୁଗରୁ ଏଇ ଇଷ୍ଟବୃତ୍ତିର ପ୍ରଚଳନ। କାରଣ ଆପଣ ଦେଖିବେ ପ୍ରତ୍ୟେକ ମଣିଷର ଗୋଟେ ଲଭ ସେଣ୍ଟର ଥାଏ। ସେ ଯେତେ ଏକଦମ ସମାଜର ସବୁଠାରୁ ପରିତ୍ୟକ୍ତ ମଣିଷ ହେଇଥାଉ ବା ସମାଜରେ ସବୁଠାରୁ ପ୍ରତିଷ୍ଠିତ ବ୍ୟକ୍ତି ହେଇଥାଉ, ଯେକୌଣସି ବ୍ୟକ୍ତି କାହିଁକି ଯେକୌଣସି ଜୀବ, ଯାହାର ବି ଜୀବନ ଅଛି, ତାର ଗୋଟେ ଲଭ ସେଣ୍ଟର ଥାଏ। ଯୋଉ ଅସାମାଜିକ ବ୍ୟକ୍ତି ମାନେ ଯୋଉ ଥାନ୍ତି, ଗ୍ୟାଙ୍ଗଷ୍ଟର ମାନେ, ତାଙ୍କ ଜୀବନକୁ ବି ଦେଖିବେ ଆପଣ। ଯୋଉ ଗ୍ୟାଙ୍ଗଷ୍ଟର ମାନେ ଅଛନ୍ତି, ସେମାନେ ବିଭିନ୍ନ ପ୍ରକାର ଲୁଟ ତରାଜ ଏଇଟା ସବୁ କରିବେ, ଡକେଇତି କରିବେ, ଏବଂ ସେଇ ଯୋଉ ଡକେଇତିରୁ ଯୋଉ ଯାହା ସେମାନଙ୍କର ପ୍ରାପ୍ତ ହୁଏ, ସେଇଟାକୁ ନେଇ ତାଙ୍କ ହାତରେ ଟଙ୍କାଟେ ନଥାଏ। ଯେତେବେଳେ ମରନ୍ତି, ତାଙ୍କ ହାତରେ ଟଙ୍କାଟେ ନଥାଏ, କାଣି କୋଉଠି ଯେ ନଥାଏ। ତ ଏତେ ଯୋଉ ଟଙ୍କା ସେମାନେ ଲୁଟ ତରାଜ କରେ, ସେଟା ଗଲା କୁଆଡେ? ସେଟା ହୁଏ କଣ, ତାଙ୍କର ଯୋଉ ଲଭ ସେଣ୍ଟରଟେ ଥାଏ, ପ୍ରାୟତଃ ଗ୍ୟାଙ୍ଗଷ୍ଟର ମାନଙ୍କର ଗାର୍ଲଫ୍ରେଣ୍ଡ, ତାକୁ ନେଇକିରି ଦେଇ ଦିଅନ୍ତି। ଆମେ ବି ଯାହାବି ଆମେ ଉପାର୍ଜନ କରୁ, ଆମର ଯାହା କିଛି ଉପାର୍ଜନ, ଆମର ପ୍ରତ୍ୟେକ ଉପାର୍ଜନ ଆମେ ଆମର ଲଭ ସେଣ୍ଟର ପାଖରେ ନେଇକି ରଖିଦଉ। ସେଟା ହୁଏତ ମୋର ପୁଅ ହେଇପାରେ, ମୋର ସ୍ତ୍ରୀ ହେଇପାରେ, ମୋର ଝିଅ ହେଇପାରେ, ମୋର ପ୍ରେମିକା ହେଇପାରେ, ମୋର ଗାର୍ଲଫ୍ରେଣ୍ଡ ହେଇପାରେ, ଯିଏ ବି ହେଇଥାଇପାରେ। ତାମାନେ ପ୍ରତ୍ୟେକ ଜୀବର ଗୋଟେ ଲଭ ସେଣ୍ଟର ରହେ। ଆଉ ମଣିଷ ଯାହା କିଛି ଉପାର୍ଜନ କରେ, ଯାହା କିଛି କର୍ମ କରେ, ସେଇ ସମସ୍ତ କର୍ମରୁ ଯାହା କିଛି ସେ ପ୍ରାୟ, ଯାହା କିଛି ଯାହା ସେ ଉପାର୍ଜନ କରେ, ସେଇ ସମସ୍ତ କିଛି ସେ ନେଇକିରି ଉପଢୌକନ ଦିଏ କାହାକୁ? ତା ଜୀବନରେ ଯିଏ ଲଭ ସେଣ୍ଟର ଥାଏ, ତାକୁ ନେଇ ସେ ଉପଢୌକନ ସ୍ୱରୂପ ଦେଇଦିଏ। ତାର ମାନେ এইটা হচ্ছে হ্যুম্যান সাইকোলজি। এটা হচ্ছে হ্যুম্যান সাইকোলজি, যে কেবল হ্যুম্যান নুহে, এনিমাল সাইকোলজি। এটা প্রত্যেক জীবসত্তা ভিতরে এই জিনিসটা থাকে। এই জিনিসটা হচ্ছে কଣ? দেবার ভাব। ମଣିଷ ନିଜ ପାଇଁ କିଛି ଚାହେଁ ନା, କୌଣସି ଜୀବ ନିଜ ପାଇଁ କିଛି ଚାହାନ୍ତି ନାହିଁ। କୌଣସି ଜୀବନ ନିଜ ପାଇଁ ସେମାନେ କିଛି ଚାହାନ୍ତି ନାହିଁ। ସେମାନେ ଚାହାନ୍ତି ଯାହା କିଛି ଆମେ କର୍ମ ସମ୍ପାଦନ କରୁ, ସେଇ ସମସ୍ତ କର୍ମର ଏକମାତ୍ର ଉଦ୍ଦେଶ୍ୟ ଥାଏ, ମୁଁ ମୋର ଲଭ ସେଣ୍ଟରକୁ ପୂରଣ କରିବି। ମୁଁ ଯେତେବେଳେ ପରିବାରଟେ କଲି, ମୋର ପରିବାରକୁ ପୂରଣ କରିବି। ତାହେଲେ ପରିବାରଟା ମୋର ଲଭ ସେଣ୍ଟର ହେଇଗଲା। ତାମାନେ ଏଇ ଯୋଉ କଥା କୁହା ହୁଏ ଯେ ଆମେ ଦେବୁ କାହିଁକି, ଆଜ୍ଞା ଦେବା ପାଇଁ ହିଁ ଆମର ଜନ୍ମ ହେଇଛି। ଏଇଟା କଥାଟାକୁ, ତାମାନେ ଧର୍ମର ଯୋଉ ଗ୍ଲାନି କଥାଟା କୁହାଯାଏ, ଏଇଟା ହିଁ ହଉଛି ଧର୍ମର ଗ୍ଲାନି। ଯେ ଧର୍ମର ମୂଳ ଜିନିଷଟାକୁ ଆମ ଆମ ହୃଦୟ ଭିତରୁ ପାସୋର ହେଇଯାଇଛି। ଆଉ ଏଇ ଅବସ୍ଥାକୁ କୁହା ହୁଏ ଧର୍ମର ହାନି ହେଲା, ଧର୍ମର ଗ୍ଲାନି ହେଲା। ଏବଂ ଯେତେବେଳେ ଧର୍ମର ଗ୍ଲାନି ହୁଏ, ସେତେବେଳେ ସେ ଆସନ୍ତି। ଏବଂ ଏଇ ଯୋଉ ଲଭ ସେଣ୍ଟରକୁ ଦେବାର ପ୍ରବୃତ୍ତି, এটা ସାଇକୋଲୋଜି ବି ପ୍ରୁଭ କରେ ଯେ ପ୍ରକୃତରେ ଆମେ ଜନ୍ମ ହେଇଛୁ କାହାକୁ ନା କାହାକୁ ଆମେ ଦେବା ପାଇଁ। କେତେ ଅଦ୍ଭୁତ ଜିନିଷ ଏଇଟା, କେତେ ଆଶ୍ଚର୍ଯ୍ୟର ବିଷୟ ଏଇଟା। ମୁଁ ଏକ୍ସାକ୍ଟ ଏକ୍ସପ୍ରେସ କରିପାରୁନାହିଁ ବୋଧ ହୁଏ, କିନ୍ତୁ ଆପଣ ମାନେ ମୋର କଥାକୁ ବୁଝିବାର ପ୍ରୟାସ କରନ୍ତୁ। ଏଇଟା ଯେ ଏଇଟା ହଉଛି ଆମର ସାଇକୋଲୋଜି, ଯେ ଆମେ ଜନ୍ମ ଗ୍ରହଣ କରିଛୁ ଦେବା ପାଇଁ, ନେବା ପାଇଁ ନୁହେଁ। ଆମର ଯାହା ଆମେ ଜଗରତି ରାଖା ଯୋଉ କଥାଟା କୁହା ହେଇଛି, ତାର କରମ ପ୍ରଧାନ ଜଗରତି ରାଖା। এই ସମସ୍ତ ଜଗତଟା ହେଉଛି କର୍ମ ପ୍ରଧାନ। ଆମେ ଏଠିକି ଆସିଛୁ କର୍ମ କରିବା ପାଇଁ। କର୍ମ ନ କଲେ ଆମର ନିସ୍ତାର ନାହିଁ।
কিন্তু କଥା ହେଉଛି ଏଇ ଯୋଉ କର୍ମ କରିବି ଏବଂ ଏଇ କର୍ମ କରିବାର ଫଳରେ ମୁଁ ଯାହା ଉପାର୍ଜନ କଲି ସେଟା ମୁଁ ଦେବି କାହାକୁ, ଏଇ ଜାଗାରେ ଆମର ଭୁଲ ହେଇଯାଏ। ମୁଁ ଲଭ୍ ସେଣ୍ଟର ବନେଇ ଦିଏ ମୋର ସ୍ତ୍ରୀକୁ, ମୋ ଜୀବନର ଲଭ୍ ସେଣ୍ଟର ହେଇଯାଏ ମୋର ପୁଅ, ମୋ ଜୀବନର ଲଭ୍ ସେଣ୍ଟର ହେଇଯାଏ ମୋର ଝିଅ, ମୋର ଜୀବନର ଲଭ୍ ସେଣ୍ଟର ହେଇଯାଏ ମୋର ପ୍ରେମିକା, ମୋର ଜୀବନର ଲଭ୍ ସେଣ୍ଟର ହେଇଯାଏ ମୋର ଗର୍ଲଫ୍ରେଣ୍ଡ, ମୋ ଜୀବନର ଲଭ୍ ସେଣ୍ଟର ହେଇଯାଏ ମୋର ବୟଫ୍ରେଣ୍ଡ। ଏଇ ଜାଗାରେ ଆମର ଭୁଲ ହେଇଯାଏ। ତ ଲଭ୍ ସେଣ୍ଟର ଯେତେ ହାଇଏଷ୍ଟ ଲେବୁଲର ହେଇପାରିବେ, ଯାହାକୁ ମୁଁ ପୂରଣ କରିବି, ମୋ ଜୀବନ ମୋ ଜୀବନର ମୋ ଜୀବନରେ ସୁଖ ଶାନ୍ତି ଆନନ୍ଦ ସେଇ ମାଫିକ ଆସେ। ତ ଏଇ ଯୋଉ ମୁଁ ଦେବି, ଏଇ ଯୋଉ ମୁଁ ଦେବି, ଏଇଟା ଦେଖନ୍ତୁ ଆମର ଶ୍ରୀକୃଷ୍ଣା ସିରିଏଲରେ ସମସ୍ତେ ଦେଖିଛନ୍ତି ଶ୍ରୀକୃଷ୍ଣା ସିରିଏଲ। ଆଉ ମୁଁ ଯେତେବେଳେ ଏଇ ଶ୍ରୀକୃଷ୍ଣା ସିରିଏଲ ଆସୁଥିଲା ଟିଭିରେ, ସେତେବେଳେ ମୁଁ ଶ୍ରୀକୃଷ୍ଣା ସିରିଏଲକୁ ମୂଳରୁ ଶେଷ ଯାଏ ମୁଁ ଏକଦମ ବସିକିରି ଦେଖିଛି। ତ ସେଇ ସିରିଏଲର ଗୋଟେ ଏପିସୋଡର ଗୋଟେ ଘଟଣା, ସେଟା କଥା ହେଇଛି କଣ, ପୌଣ୍ଡ୍ର କୃଷ୍ଣ ବୋଲି ଜଣେ ଥିଲେ। ସେ ନିଜକୁ ନିଜେ ମୁଁ ହଉଛି ଭଗବାନ, ମୁଁ ହଉଛି ଭଗବାନ, ଆଉ ଯାହା ରାମ କୃଷ୍ଣ ଯାହା ଯାହା ଯେତେ ଯେତେ ଅଛନ୍ତି ଏମାନେ ସମସ୍ତେ ସବୁ ନାଟକ କରୁଛନ୍ତି, ଛଳନା କରୁଛନ୍ତି, ମୁଁ ହଉଛି ଓରିଜିନାଲ ଭଗବାନ। এইটা ସେ ଡିକ୍ଲେୟାର କରିଥିଲା ଏବଂ ଡିକ୍ଲେୟାର କରି ସେ ତା ରାଜ୍ୟର ସମସ୍ତ ପ୍ରଜାମାନଙ୍କୁ ତାମାନେ ପିଟା ମରା କରିକି ଯାବତୀୟ ଅତ୍ୟାଚାର କରୁଥିଲା ଏବଂ ସେମାନଙ୍କୁ ବାଧ୍ୟ କରିଥିଲା ଯେ ମତେ ତମେ ଭଗବାନ ବୋଲି ସ୍ୱୀକାର କର। ଏବଂ ଶ୍ରୀକୃଷ୍ଣଙ୍କ ପାଖରେ ଯେମିତି ପାର୍ଶ୍ୱଦ ମାନେ ରହିଥିଲେ, ଯୋଉ ଭକ୍ତ ପାର୍ଶ୍ୱଦ ମାନେ, ତା ପାଖରେ ବି ସେଇଭଳିଆ ପାର୍ଶ୍ୱଦ ମାନେ ସେ ରଖିଥିଲା। ଗୋଟେ ହନୁମାନ ବି ସେ ରଖିଥିଲା, ଆଉ ସେ ନିଜକୁ ନିଜେ ଭଗବାନ ବୋଲି ପ୍ରତିପାଦିତ କରୁଥିଲା। ଆଉ ଠିକ ସେଇ ସମୟରେ କଣ ହେଲା, ଭକ୍ତ ସୁଦାମାଙ୍କୁ ସେ ବାନ୍ଧିକି ନେଇକି ରଖିଦେଲା ତାର ଜେଲ ଘରେ। କାରଣ ସୁଦାମାଙ୍କ ଭଳିଆ ଭକ୍ତ ସେ କାହିଁ ସ୍ୱୀକାର କରିବେ, ସେ ତ ଜାଣିଛନ୍ତି ପ୍ରଭୁଙ୍କୁ। ତ ସୁଦାମା ଯେତେବେଳେ ବନ୍ଦୀ ଅବସ୍ଥାରେ ପଡିଗଲେ, ଅତ୍ୟାଚାରିତ ହେଲେ, ସେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଯୋଉ ପାଟରାଣୀ ସତ୍ୟଭାମା ସେ ସହିପାରିଲେନି, ଏବଂ ଭଗବାନଙ୍କୁ ଶ୍ରୀକୃଷ୍ଣଙ୍କୁ କହିଲେ ଯେ ଆପଣଙ୍କର ଭକ୍ତ ଏତେ କଷ୍ଟ ପାଉଛି ଆଉ ଆପଣ ତାକୁ ରକ୍ଷା କରୁନାହାନ୍ତି କାହିଁକି? ପୌଣ୍ଡ୍ର କୃଷ୍ଣ ଭଳିଆ ଗୋଟେ ଭଣ୍ଡ, ଗୋଟେ ମିଥ୍ୟାବାଦୀ, ସେ ନିଜକୁ ନିଜେ ଭଗବାନ ସଜେଇ ଏଠି ବସିଛି, ଆଉ ଆପଣ ତାକୁ ତାର ପ୍ରତିକାର କରୁନାହାନ୍ତି କାହିଁକି? ଶ୍ରୀକୃଷ୍ଣ ସେତେବେଳେ ହସିଦେଲେ, ହସିଦେଲେ ଆଉ କହିଲେ ଟିକେ ଅପେକ୍ଷା କର, ସିଏ ତାର ଫଳ ଅଟୋମେଟିକ ପାଇବ। ଏଇଟା କହିଲେ ତାର କିଛି ଦିନ ଗଲା ପରେ ସତ୍ୟଭାମାଙ୍କ ସହିତ ଶ୍ରୀକୃଷ୍ଣ ବସିଛନ୍ତି, ଆଉ ପବନ, ଏଟା ଭୋର ସମୟ, ଭଗବାନ ଶ୍ରୀକୃଷ୍ଣ ଏବଂ ପାଟରାଣୀ ସତ୍ୟଭାମା ବସିଛନ୍ତି ଏବଂ ସୁଦାମାଙ୍କର ଯୋଉ ଅବସ୍ଥା, ଯୋଉ ଦୁରବସ୍ଥାଟାକୁ ସେ ଏଠୁ ଥାଇ ଲକ୍ଷ୍ୟ କରୁଛନ୍ତି। ଠିକ ସେଇ ସମୟରେ ଗୋଟେ ଶତଦଳ ପଦ୍ମ ଫୁଲ ପବନରେ ଉଡି 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 ଆସିଲା, ଆସିକରି ଶ୍ରୀକୃଷ୍ଣଙ୍କ ପାଦ ତଳେ ପଡିଲା। ଠିକ ସେଇ ସମୟରେ ଆଲୋଚନା କରୁଛନ୍ତି ସତ୍ୟଭାମା ଯେ ଆପଣ ପୌଣ୍ଡ୍ର କୃଷ୍ଣକୁ କିଛି ଦଣ୍ଡ ଦେବା ଉଚିତ, କାରଣ ଇଏ ଭଣ୍ଡ। ଠିକ ସେଇ ସମୟରେ ସେଇ ପଦ୍ମ ଫୁଲଟା ଉଡି ଉଡି ଆସିକରି ଶ୍ରୀକୃଷ୍ଣଙ୍କ ପାଦ ତଳେ ପଡିଲା। ଶ୍ରୀକୃଷ୍ଣ କଣ କଲେ, ହାତଟାକୁ ଉପରକୁ ଉଠେଇ ଦେଇକିରି ସେଇ ପଦ୍ମ ଫୁଲକୁ ଆଦେଶ କଲେ ଯେ ତୁ ଯା। ସେଇ ପଦ୍ମ ଫୁଲଟା ଫେର ପବନରେ ଉଠିଲା ଏବଂ ପବନରେ ଉଡି 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 ଅନ୍ତର୍ଧ୍ୟାନ ହେଇଗଲା। ସେଇ ପଦ୍ମ ଫୁଲଟା ଗଲା କୁଆଡେ ନା, ଯାଇ ପୌଣ୍ଡ୍ର କୃଷ୍ଣ ସେତେବେଳେ ତାର ରାଜସଭାରେ ବସିଛି, ତାର ପାର୍ଶ୍ୱଦ ମାନଙ୍କର ସହିତ ବସି ଅହଙ୍କାରର ସହିତ ମୁଁ ଭଗବାନ କହୁଛି, ସେଇ ସମୟରେ ସେଇ ପଦ୍ମ ଫୁଲଟା ଯାଇ ତାର ପାଦ ତଳେ ପଡିଲା। ଯେମିତି ସେ ତାର ପାଦ ତଳେ ପଦ୍ମ ଫୁଲଟା ପୁଷ୍ପଟେ, ତାର ବାସ୍ନା ଏକଦମ ମହ ବାସ୍ନା, ତାର ରାଜସଭା ପୁରା ମହକି ଗଲା। ଆଶ୍ଚର୍ଯ୍ୟ ହେଇଗଲା ପୌଣ୍ଡ୍ର କୃଷ୍ଣ ଯେ ଏଇ ସୁନ୍ଦର ଫୁଲଟା ଆସିଲା କୁଆଡୁ। ସେ ଆଶ୍ଚର୍ଯ୍ୟାନ୍ବିତ ହେଇ
ତାର ପାର୍ଷଦ ମାନଙ୍କୁ କହିଲା ଯେ ଏଇଭଳିଆ ଫୁଲ ଯୋଉଠି ବି ଅଛି ତମେ ଯାଇକରି ତାକୁ ଖୋଜ, ତମେ ଯାଇକରି ତାକୁ ଖୋଜ ଏବଂ ଖୋଜିକରି ଯେମିତି ହଉ ଏଇ ଫୁଲଟା ମୋ ରାଜ୍ୟକୁ ନେଇକରି ଆସ। ସାଙ୍ଗେ ସାଙ୍ଗେ ତାର ସୈନ୍ୟ ସାମନ୍ତ ଗଲେ, ସାରା ବିଶ୍ୱ ସବୁଆଡେ ଖୋଜାଖୋଜି କଲେ, ଦେଖିଲେ ଯେ ହିମାଳୟ ପାଦ ଦେଶରେ ଗୋଟେ ପୁଷ୍କରିଣୀ ଅଛି। ସେଇ ପୁଷ୍କରିଣୀର କୂଳରେ ଗୋଟେ କୁଡିଆ ଅଛି ଏବଂ ସେଇ କୁଡିଆ ଭିତରେ ଜଣେ ତପସ୍ୱୀ ତପସ୍ୟା କରୁଛନ୍ତି ଏବଂ ସେଇ ପୁଷ୍କରିଣୀରେ ସେଇ ପଦ୍ମ ଫୁଲ ସହସ୍ର ମାତ୍ରାରେ ଫୁଟିଛି। ତ ସେଇ ସୈନ୍ୟମାନେ ସମସ୍ତେ ଏକଦମ ଭିତରକୁ ଖେପିଗଲେ ଏବଂ ସେଇ ଫୁଲ ତୋଳିବା ଆରମ୍ଭ କଲେ। ଯେମିତି ଫୁଲ ତୋଳିବା ଆରମ୍ଭ କଲେ ସେ ତପସ୍ୱୀ ଉଠି ପଡିଲେ। ଉଠି ପଡିକିରି ଏମାନଙ୍କୁ ବାରଣ କଲେ ଯେ ନା ତମେ ମାନେ ଏଇ ଫୁଲ ନିଅ ନା, କାରଣ ଏଇ ଫୁଲଟା ହଉଛି ମୋର, ଏଇ ଫୁଲଟା ହଉଛି ମୋର, ଏଇଟା ମତେ ପ୍ରଭୁ ରାମଚନ୍ଦ୍ର ଏଇ ପୁଷ୍କରିଣୀ ଏବଂ ଏଇ ଫୁଲ ଗୁଡିକ ସେ ମୋ ପାଇଁ ଏଇଠି ରଖିଛନ୍ତି। ଆଉ ଏଇ ଫୁଲ ମୁଁ ପ୍ରତ୍ୟେକ ଦିନ ସକାଳୁ ଉଠେ ଏବଂ ଗୋଟେ ଫୁଲ ନେଇ ମୁଁ ମୋ ପ୍ରଭୁଙ୍କୁ ଅର୍ପଣ କରେ। ସୈନ୍ୟମାନେ କିନ୍ତୁ ତପସ୍ୱୀଙ୍କର କଥା ଶୁଣିଲେ ନାହିଁ, କାରଣ ସେମାନେ ପଣ୍ଡ୍ର କୃଷ୍ଣଙ୍କର ଭକ୍ତ। ତେଣୁ ସେମାନେ ତପସ୍ୱୀଙ୍କର କୌଣସି ବାରଣ ମାନିଲେ ନାହିଁ ଏବଂ ପୁଷ୍କରିଣୀକୁ ପ୍ରବେଶ କରି ଫୁଲ ତୋଳିବାର ପ୍ରୟାସ କଲେ। ତପସ୍ୱୀ ଯିଏକି ପ୍ରକୃତରେ ହନୁମାନ, ସେ ପ୍ରକୃତରେ ହନୁମାନ ତପସ୍ୟା କରୁଛନ୍ତି ସେଠି, ଆଉ ସେ ସହିପାରିଲେନି, ନିଜ ରୂପ ଧାରଣ କଲେ ଏବଂ ସୈନ୍ୟମାନଙ୍କ ସହିତ ଯୁଦ୍ଧ ହେଲା ଏବଂ ସୈନ୍ୟମାନଙ୍କୁ ବିଦାୟ କରିଦେଲେ। ସେଇ ସୈନ୍ୟମାନେ ଯାଇକରି ପଣ୍ଡ କୃଷ୍ଣଙ୍କୁ କହିଲେ ସମସ୍ତ ବିଷୟ ଯେ ଦେଖନ୍ତୁ ଆମେ ସେ ଫୁଲ ଯୋଉଠି ଫୁଟିଛି ତାର ସନ୍ଧାନ ଆମେ ପାଇଲୁ, କିନ୍ତୁ ସେଠି ଗୋଟେ ଲୋକ ଅଛି ଯିଏ ନିଜକୁ ହନୁମାନ ବୋଲି କହୁଛି। କାରଣ ହନୁମାନ ତ ଅଲରେଡି ପଣ୍ଡ କୃଷ୍ଣ ପାଖରେ ଅଛି, ତାଙ୍କ ରାଜସଭାରେ ବସିଛି। ତ ତାମାନେ ନକଲି ହନୁମାନ ଅଲରେଡି ପଣ୍ଡ କୃଷ୍ଣ ପାଖରେ ଅଛି। ତ ସୈନ୍ୟମାନେ ରିପୋର୍ଟ କଲେ ଯେ ଗୋଟେ ନକଲି ହନୁମାନ ସେଠି ବସିଛି ଆଉ ନିଜକୁ ହନୁମାନ ବୋଲି କହୁଛି, ଆଉ ସିଏ ଆମକୁ ପରାସ୍ତ କରିଦେଲା, ଆମେ ଫୁଲ ତୋଳି ପାରିଲୁନି। ତାପରେ ପଣ୍ଡ କୃଷ୍ଣ ତାର ହନୁମାନଙ୍କୁ ଆଦେଶ କଲା ଯାହା ତାକୁ ବାନ୍ଧିକି ନେଇଗଲା। ତାପରେ ନକଲି ହନୁମାନ ଗଲେ ଅସଲି ହନୁମାନଙ୍କୁ ବାନ୍ଧିବା ପାଇଁ। ଯେମିତି ପହଞ୍ଚିଲେ ହନୁମାନ, ଭକ୍ତ ହନୁମାନ ସେ ବୁଝି ପକେଇଲେ କିଛି ନା କିଛି ରହସ୍ୟ ଅଛି, ତେଣୁ ଏଇ ନକଲି ହନୁମାନ ଫେର ମତେ ବାନ୍ଧିବା ପାଇଁ ଆସିଲା। ତ ମୁଁ ଏଇ ଘଟଣାଟାକୁ ମୁଁ ଆଉ ବିଶେଷ କହୁନି, ଏଇଟା ଆପଣ ଶ୍ରୀକୃଷ୍ଣ ସିରିଏଲର ସର୍ଚ୍ଚ କରିକି ଦେଖିଦେବେ, ୟୁଟ୍ୟୁବରେ ପାଇଯିବେ। ତ ଏଠି କଥା ହଉଛି ହନୁମାନଙ୍କର ଲଭ ସେଣ୍ଟର ହଉଛନ୍ତି ପ୍ରଭୁ ଶ୍ରୀରାମଚନ୍ଦ୍ର। ତ ସେ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଦିନ ଭୋରରୁ ସେଇ ସତରଳ ପଦ୍ମ ଗୋଟେ ତୋଳି ତାର ପ୍ରଭୁଙ୍କୁ ସେ ଅର୍ପଣ କରେ, ତାର ପ୍ରଭୁଙ୍କୁ, ତାଙ୍କର ପ୍ରଭୁଙ୍କୁ ସିଏ ଅର୍ପଣ କରନ୍ତି। ଆଉ ସେଇଟା ହେଉଛି ଇଷ୍ଟବୃତ୍ତି। ବ୍ରହ୍ମାର୍ପଣମ ବ୍ରହ୍ମ ହବି, ଏଇ ଯୋଉ କଥାଟା କୁହାଯାଇଛି ଗୀତାରେ, ତ ଏଇଟା ଆଉ ଲମ୍ବା ହେଇଯିବ, ମୁଁ ସିଆଡକୁ ଆଉ ଯାଉନି। ତ ଏଇ ଯୋଉ ଫୁଲଟା ସେ ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ସେ ଫୁଲ ଗୋଟେ ସେ ଅର୍ପଣ କରନ୍ତି ତାଙ୍କର ପ୍ରଭୁ, ସିଏ ଯାହାଙ୍କୁ ପ୍ରଭୁ ବୋଲି ମାନିଛନ୍ତି, ସିଏ ଯାହାଙ୍କୁ ଇଷ୍ଟ ବୋଲି ସ୍ୱୀକାର କରିଛନ୍ତି, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସେଇ ପୁଷ୍ପଟା ସେ ଅର୍ପଣ କରନ୍ତି। କିନ୍ତୁ ପୁଷ୍ପଟା ଯାଏ କୁଆଡେ? ଯୁଗ ପୁରୁଷୋତ୍ତମ, ସେଇ ଯୁଗର ଯିଏ ପୁରୁଷୋତ୍ତମ ପ୍ରଭୁ ଶ୍ରୀକୃଷ୍ଣଙ୍କ ପାଖକୁ ସେଇ ଇଷ୍ଟବୃତ୍ତିଟା ପହଞ୍ଚେ। ତାମାନେ ଏଟାକୁ ପୁରା ଏନାଲାଇଜ କରିବେ ଯେ ହନୁମାନ ପ୍ରତ୍ୟେକ ଦିନ ଇଷ୍ଟବୃତ୍ତି ସ୍ୱରୂପ ସେଇ ପଦ୍ମ ଫୁଲଟେ ଅର୍ପଣ କରନ୍ତି ତାଙ୍କର ଇଷ୍ଟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ। କିନ୍ତୁ ସେଇ ସମୟରେ ଯେହେତୁ ପ୍ରଭୁ ରାମଚନ୍ଦ୍ର ଉପସ୍ଥିତ ନଥିଲେ ଏବଂ ପୁରୁଷୋତ୍ତମଙ୍କର ନୂତନ ପୁରୁଷୋତ୍ତମଙ୍କର ଆଗମନ ହେଇ ସାରିଛି, ତେଣୁ ଯିଏ ପ୍ରେଜେଣ୍ଟ ପୁରୁଷୋତ୍ତମ ଯିଏ ଅଛନ୍ତି ଇଷ୍ଟବୃତ୍ତି ତାଙ୍କ ପାଖକୁ ହିଁ ଯାଏ। এইটা হচ্ছে ইষ্টবৃত্তির নিয়ম। আর ইষ্টবৃত্তি হচ্ছে পুরা নাগ সাপ ভଳିଆ ଗୋଟେ ଜିନିଷ, ପୁରା କାଳ ସର୍ପ ଭଳିଆ ଗୋଟେ ଜିନିଷ ହଉଛି ଇଷ୍ଟବୃତ୍ତି। ଗୋଟେ ଭକ୍ତର ଇଷ୍ଟବୃତ୍ତି କେବଳ ପ୍ରେଜେଣ୍ଟ ପୁରୁଷୋତ୍ତମଙ୍କ ଛଡା ଅଲଗା କାହାରି ସାଧ୍ୟ ନାହିଁ ଯେ ଇଷ୍ଟବୃତ୍ତିକୁ ସେ ହଜମ କରିଦେଇ ପାରିବ। ପୁରା ନାଗ ସାପ ଭଳିଆ ଦଂଶନ କରିବ ଇଷ୍ଟବୃତ୍ତି।
ସାମାନ୍ୟତମ ହେର ଫେର ଯଦି ହେଇଯାଏ ଇଷ୍ଟବୃତ୍ତିରେ ପୁରା ନାଗ ସାପ ଭଳିଆ ଦଂଶନ କରେ। ତ এইটা ফের ভক্ত হনুমান ভক্ত শিরোমণি হনুমানଙ୍କର ইষ্টবৃত্তি। ভক্ত শিরোমণি হনুমান প্রত্যেক দিন ইষ্টবৃত্তি নিবেদন କରନ୍ତି ତାଙ୍କର ଇଷ୍ଟ ପ୍ରଭୁ ରାମଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ। କିନ୍ତୁ ଇଷ୍ଟବୃତ୍ତି ପ୍ରେଜେଣ୍ଟ ପୁରୁଷୋତ୍ତମ ଲୀଳା ପୁରୁଷୋତ୍ତମ ଶ୍ରୀକୃଷ୍ଣଙ୍କ ପାଖକୁ ଯାଏ ଏବଂ ଜାଣି ଶୁଣି ଶ୍ରୀକୃଷ୍ଣ ସେଇ ଦିନର ଇଷ୍ଟବୃତ୍ତିଟାକୁ ପ୍ରେରଣ କରିଦେଲେ ପଣ୍ଡ କୃଷ୍ଣ ପାଖକୁ। ଯୋଉ ରାଣୀଙ୍କ ସହିତ ବସିଥିବା ସମୟରେ ଯୋଉ ଫୁଲଟା ଆସିକିରି ପଡିଲା ତାଙ୍କ ପାଦରେ, ଏଇଟା ହନୁମାନଙ୍କର ଇଷ୍ଟବୃତ୍ତି ତାଙ୍କ ପାଦରେ ପଡିଲା। ଭଗବାନ କଣ କଲେ, ସେଇ ଇଷ୍ଟବୃତ୍ତିକୁ ଫେର ପ୍ରେରଣ କରିଦେଲେ ପଣ୍ଡ କୃଷ୍ଣ ପାଖକୁ। ତାହେଲେ କହିଲେ, ପଠେଇ ଦେଇକିରି କହିଲେ, ଇନଡାଇରେକ୍ଟଲି କହିଲେ ଯେ ହେ ପଣ୍ଡ କୃଷ୍ଣ ତମେ ଏଇ ଇଷ୍ଟବୃତ୍ତିଟାକୁ ଗ୍ରହଣ କର। ତ ପଣ୍ଡ କୃଷ୍ଣ ସେ ଇଷ୍ଟବୃତ୍ତିଟା ଗ୍ରହଣ କଲା ଏବଂ ଗ୍ରହଣ କରିବା ଫଳରେ ତାର ମସ୍ତିଷ୍କରେ ବିଭିନ୍ନ ପ୍ରକାର ବିକୃତି ଆରମ୍ଭ ହେଲା ଏବଂ ସୈନ୍ୟ ପ୍ରେରଣ କଲା। ତାପରେ ହନୁମାନଙ୍କୁ ପ୍ରେରଣ କଲା ଏବଂ ହନୁମାନ ଭକ୍ତ ଶିରୋମଣି ହନୁମାନ ଯିଏକି ଅସବ ହନୁମାନ, ସେ ନିଜକୁ ନିଜେ ବନ୍ଧା ହେଇକିରି ନିଜେ ନିଜେ ବାନ୍ଧି ହେଲେ ଏବଂ ପଣ୍ଡ କୃଷ୍ଣର ରାଜ୍ୟକୁ ପ୍ରବେଶ କଲେ ଏବଂ ପଣ୍ଡ କୃଷ୍ଣର ଅନ୍ତ ହେଲା। ତା କଥା ହେଉଛି ଲଭ୍ ସେଣ୍ଟର ପାଖକୁ ମୁଁ ଯେତେବେଳେ ଇଷ୍ଟବୃତ୍ତିଟା ପ୍ରେରଣ କରେ, ସିଏ ନନ୍ଦିତ ହୁଅନ୍ତି, ପରିପୂରିତ ହୁଅନ୍ତି, ସମ୍ବର୍ଦ୍ଧିତ ହୁଅନ୍ତି। ତାର ପ୍ରତିବଦଳରେ ମୁଁ ହିଁ ପରିପୂରିତ ହୁଏ, ମୁଁ ହିଁ ସମ୍ବର୍ଦ୍ଧିତ ହୁଏ, ମୁଁ ହିଁ ନନ୍ଦିତ ହୁଏ। ଦେବାନ ଭାବୟତା ନିନ ତେଦେବା ଭାବୟନ୍ତୁ ବହ। ଯୋଉ କଥାଟା କହିଲେ ଭଗବାନ ଶ୍ରୀକୃଷ୍ଣ ଗୀତାରେ ଯେ ଯଜ୍ଞାର୍ଥାତ୍ ସହଯଜ୍ଞା ପ୍ରଜା ସୃଷ୍ଟା ପୁରୋବାଚ ପ୍ରଜାପତି। ଇଷ୍ଟବୃତ୍ତିଟା ହଉଛି ଏମିତି ଏକ ଯଜ୍ଞ, এই ଯଜ୍ଞଟା ସୃଷ୍ଟି କରି ପ୍ରଜାପିତା ବ୍ରହ୍ମା ଆମକୁ ଆଦେଶ କରିଥିଲେ ଯେ ଏଇ ଯଜ୍ଞ ତମେ ନିତ୍ୟ ପ୍ରତିଦିନ ସମ୍ପାଦନ କର। ଆଉ ଏଇ ଯଜ୍ଞ ସମ୍ପାଦନ କରିବାର ଭିତରେ କଣ ହେବ, ଦେବାନ ଭାବୟତାନେନ ତେରେବା ଭାବୟନ୍ତୁ ବହ ପରସ୍ପରମ୍ ଭାବୟନ୍ତୁ ଶ୍ରେୟଃ ପରମ ଅବାପ୍ସ୍ୟଥ। এই যজ্ঞ সম্পাদন করিবার ভিতর ଦେଇକିରି মোর যে প্রিয় পরମ, মোর যে লভ সেন্টর, মোর যে ସମସ୍ତ মোর ଜୀବନର କାଣ୍ଡରୀ ଯିଏ, ସିଏ ଭାବିତ ହୁଅନ୍ତି। ଦେବାନ ଭାବୟତାନେନ, ଦେବତା ମାନେ ଭାବିତ ହୁଅନ୍ତି। ତାର ମାନେ ଭାବିତ ହୁଅନ୍ତି ମାନେ ବର୍ଦ୍ଧିତ ହୁଅନ୍ତି, ସମ୍ବର୍ଦ୍ଧିତ ହୁଅନ୍ତି, ଆନନ୍ଦିତ ହୁଅନ୍ତି। ତାର ପ୍ରତିବଦଳରେ ତେରେ ବା ଭାବୟନ୍ତୁ ବହ, ସେଇ ଦେବତା ମାନେ, ସେଇ ମୋର ଲଭ୍ ସେଣ୍ଟର, ସେଇ ମୋର ପୁରୁଷୋତ୍ତମ, ସିଏ ମତେ ସମ୍ବର୍ଦ୍ଧିତ କରନ୍ତି, ମତେ ନନ୍ଦିତ କରନ୍ତି, ମତେ ପରିପୂରିତ କରନ୍ତି। ଏହିପରି ଭାବରେ ପରସ୍ପରମ୍ ଭାବୟନ୍ତୁ, ଏହିପରି ଭାବରେ ପରସ୍ପର ପରସ୍ପରଙ୍କୁ ସମ୍ବର୍ଦ୍ଧିତ ବର୍ଦ୍ଧିତ କରିବାର ଭିତର ଦେଇ ଶ୍ରେୟ ପରମ ଅବାପ୍ସ୍ୟଥ, ପରମ ଶ୍ରେୟକୁ ପ୍ରାପ୍ତ ହେବ। ତାର ପରବର୍ତ୍ତୀ ଶ୍ଲୋକରେ କହିଲେ, ଇଷ୍ଟାନ ଭୋଗାନ ହିବୋ ଦେବା ଦାସ୍ୟନ୍ତେ ଯଜ୍ଞ ଭାବିତଃ ତୈର୍ଦତ୍ତାନ ପ୍ରଦାୟେଭ୍ୟୋ ଯୋ ଭୁଙ୍କ୍ତେ ତେନ ଏବ ସହ। ତ ଏଇ ଯୋଉ ଯଜ୍ଞ ସମ୍ପାଦନ କରିବା ଭିତରେ ଦେବତା ମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆମକୁ ପ୍ରଜାପିତା ବ୍ରହ୍ମା ଯୋଉ ଆଦେଶ କଲେ, ଯଦି ଆମେ ତାଙ୍କୁ ନ ଦଉ କଣ ହବ? ଯଦି ଆମେ ଏଇ ଯୋଉ ଯଜ୍ଞ ସମ୍ପାଦନ ଆମେ ଯଦି ନ କରୁ ତାହେଲେ କଣ ହେବ? ତୈର୍ଦତ୍ତାନ ଅପ୍ରଦାୟେଭ୍ୟୋ, ସେମାନଙ୍କୁ ନ ଦେଇ, ସେଇ ଦେବତା ମାନଙ୍କୁ ଯଦି ଆମେ ନ ଦେଇ, ସେମାନଙ୍କୁ ଅର୍ପଣ ନ କରି ଆମେ ନିଜେ ଯଦି ଭୋଗ କରୁ, ସେଟା କଣ ହୋଇଯାଏ? ସ୍ତେନ ଏବ ସହ। ସ୍ତେନ ମାନେ ସେଟା ହଉଛି ଚୌର୍ଯ୍ୟ ବୃତ୍ତି, ମୁଁ ଚୋରି କଲି। ତାର ପରବର୍ତ୍ତୀ ଶ୍ଲୋକରେ କହିଲେ, ଯଜ୍ଞ ଶିଷ୍ଟାସୀନ ସନ୍ତୋ ମୁଚ୍ୟନ୍ତେ ସର୍ବକିଲ୍ ବିଷୟୀ ଭୁଞ୍ଜତେ ତେ ତୋହମ ପାପା ଯେ ପଚନ୍ତ୍ୟାତ୍ମ କାରଣାତ୍। ଏଇ ଯୋଉ ଯଜ୍ଞ ସମ୍ପାଦନ କରିବା ଭିତରେ ତାଙ୍କୁ ଅର୍ପଣ କରି ସାରିଲା ପରେ ପ୍ରତ୍ୟେକ ଦିନ ବ୍ରାହ୍ମ ମୁହୂର୍ତ୍ତରୁ ମୁଁ ଯେତେବେଳେ ତାଙ୍କୁ ଅର୍ପଣ କରି ଦିଏ, ଯାହା କିଛି ମୁଁ ଅର୍ପଣ କରେ ନା କାହିଁକି, ଯାହା କିଛି ମୁଁ ଅର୍ପଣ କରେ ନା କାହିଁକି, ମୋର ଲଭ୍ ସେଣ୍ଟର, ମୋର ପ୍ରିୟ ପରମ ଯିଏ ବସିଛି, ତାଙ୍କୁ ମୁଁ ଯେତେବେଳେ ଯାହା କିଛି ମୁଁ ଅର୍ପଣ କରେ, ତାର ପରେ ଯାହା ବଳିଯାଏ, ଯାହା ବଳି ପଡେ, ତାକୁ ନେଇ ମୁଁ ଭୋଗ କରେ, ତାକୁ ମୁଁ ଯେତେବେଳେ ଉପଭୋଗ କରେ, ସେଥିରେ କଣ ହୁଏ?
ସମସ୍ତ ପ୍ରକାର ପାପ ତାପ ଜ୍ୱାଳା ଯନ୍ତ୍ରଣା ଦୁଃଖ ଦୁର୍ଦଶାରୁ ମଣିଷ ମୁକ୍ତ ହେଇଯାଏ। ଆଉ ଯୋଉମାନେ ଯୋଉମାନେ ଏଇ ଯଜ୍ଞ ସମ୍ପାଦନ ନ କରି ନିଜର ଶରୀର ପାଇଁ ନିଜର ବୃତ୍ତି ପ୍ରବୃତ୍ତିକୁ ପୂରଣ କରନ୍ତି, ଯୋଉ ଉପାର୍ଜନ ଲବ୍ଧ ଯୋଉ ଅର୍ଥ, ସେଇ ଅର୍ଥକୁ ଯଦି ମୁଁ ମୋର ମୋର ଯୋଉ ଲୋ ଲେଭେଲର ଯୋଉ ଲଭ୍ ସେଣ୍ଟର ଅଛନ୍ତି, ତାହେଲେ ମୋର ସ୍ତ୍ରୀ ମୋର ପୁଅ ମୋର ଝିଅ ଏମାନଙ୍କୁ ନେଇକି ଯଦି ମୁଁ ପରିପୂରିତ କରେ, ସେଥିରେ କଣ ହୁଏ, ମୋ ଜୀବନରେ ମୋର ପାପ ହିଁ ପାପ ହିଁ ମୁଁ ଭୋଜନ କରିଥାଏ। ଏକ୍ଜାକ୍ଟ ଏଇ କଥାଟା ହିଁ କୁହାଯାଇଛି, ଭୁଞ୍ଜତେ ତେ ତ୍ୱଘଂ ପାପ। ମୁଁ ତାମାନେ ପାପକୁ ହିଁ ମୁଁ ଭୋଜନ କରେ। ଆତ୍ମ କାରଣରୁ ବା ନିଜର କାରଣରୁ ମୋର ଯୋଉ ମୋ ମନକୁ ମନ ମୋ ବୃତ୍ତି ଏବଂ ପ୍ରବୃତ୍ତିକୁ ନେଇ ମୁଁ ଯୋଉ ଗୋଟେ ଲଭ୍ ସେଣ୍ଟର ତିଆରି କରିଛି, ମୋର ପ୍ରେମିକା ହଉ ଗାର୍ଲଫ୍ରେଣ୍ଡ ହଉ ସ୍ତ୍ରୀ ହଉ ପୁଅ ହଉ ଝିଅ ହଉ, ତାକୁ ନେଇକରି ମୁଁ ଯେତେବେଳେ ପରିପୂରିତ କରେ, ପରିପୂରିତ କରିବାର ମୁଁ ଯେତେବେଳେ ପ୍ରୟାସ ଆରମ୍ଭ କରେ, ସେଇଟା ପାପ ହୁଏ। ଭୟଙ୍କର ପାପ। ପାପ ଶବ୍ଦର ଅର୍ଥ ଠାକୁରଙ୍କ ଭାଷାରେ ମାନେ ପୁରୁଷୋତ୍ତମ ଆସନ୍ତି ଯାଦୁ ଭାଙ୍ଗିବା ପାଇଁ। ତ ସେଟା ସିଆଡକୁ ମୁଁ ଆଉ ଯାଉନି। ତ ଏଇ ଯୋଉ ଯଜ୍ଞ ସମ୍ପାଦନ କଲେ କଣ ହୁଏ, ପରବର୍ତ୍ତୀ ଶ୍ଲୋକ ମାନଙ୍କରେ ସେ ଭଗବାନ କହିଛନ୍ତି ଏଇ କଥା, ଅନ୍ନାଦ ଭବନ୍ତି ଭୂତାନି ପର୍ଜନ୍ୟାଦ ଅନ୍ନ ସମ୍ଭବ ଯଜ୍ଞାଦ ଭବତି ପର୍ଜନ୍ୟ ଯଜ୍ଞ କର୍ମ ସମୁଦ୍ଭବ। ତାର ମାନେ ଅନ୍ନାଦ ଭବନ୍ତି ଭୂତାନି, ଆମେ ଯୋଉ ଯେତେ ବି ଆମେ ଜୀବ ଜଗତ ଅଛୁ, ମଣିଷ ହଉ ପଶୁ ହଉ ଯିଏ ବି ହଉ, ସମସ୍ତଙ୍କୁ ଦରକାର କଣ ବଞ୍ଚି ରହିବା ପାଇଁ? ବଞ୍ଚି ରହିବା ପାଇଁ ମତେ ଦରକାର ପ୍ରଥମେ ଅନ୍ନ ଖାଦ୍ୟ। ଖାଦ୍ୟ ହେଲେ ତ ମୋର ଜୀବନ ଧାରଣ କରିବି। ତ ଖାଦ୍ୟ ଖାଇବି, ମୁଁ ଯୋଉ ଖାଦ୍ୟଟା ମୁଁ ଖାଇବି, ଯୋଉ ଅନ୍ନଟା ମୁଁ ଭୋଜନ କରିବି, ସେଇ ଅନ୍ନଟା ଆସିବ କୁଆଡୁ? ଯୋଉ ଜୀବଗଣ ଯୋଉ ଅନ୍ନଟାକୁ ଭୋଜନ କରିବେ, ସେ ଅନ୍ନଟା କୁଆଡୁ ଆସିବ? ଅନ୍ନ ଆସିବ ପର୍ଜନ୍ୟାତ ଅନ୍ନ ସମ୍ଭବ। ପର୍ଜନ୍ୟ ମାନେ ବର୍ଷା। ବର୍ଷା ହେଲେ ଅନ୍ନ ହେବ। ଆଉ ବର୍ଷା ଯଦି ନ ହୁଏ, ମରୁଡି ଯଦି ହେଇଯାଏ, ତାହେଲେ ଆମକୁ ଅନ୍ନ ମିଳିବ ନାହିଁ, ଦାନା ମିଳିବ ନାହିଁ, ଶସ୍ୟ ମିଳିବ ନାହିଁ। ତ ବର୍ଷା ହେଲେ ଯାଇ ଅନ୍ନ ମିଳେ, ଆଉ ବର୍ଷା ନହେଲେ ଅନ୍ନ ମିଳେ ନା। ତ ବର୍ଷା ଟା କେମିତି ହେବ? ଯଜ୍ଞାତ ଭବତି ପର୍ଜନ୍ୟ। ଯଦି ଆମେ ବିହିତ ଭାବରେ ଯଜ୍ଞ ସମ୍ପାଦନ କରୁ, ପ୍ରତ୍ୟେକ ଦିନ ଆମେ ଯଦି ବିହିତ ଭାବରେ ଯଜ୍ଞ ସମ୍ପାଦନ କରୁ, ସେଇଠୁ ବର୍ଷା ହବ। ଯଜ୍ଞାତ ଭବତି ପର୍ଜନ୍ୟ, ଯଜ୍ଞରୁ ବର୍ଷା ସମ୍ଭବ ହୁଏ। ତେଣୁ ଯଜ୍ଞ କର୍ମ ସମୁଦ୍ଭବ, ଆମର ପ୍ରତ୍ୟେକ କର୍ମ ସେଇ ଯଜ୍ଞ ନିମିତ୍ତ ଉଦ୍ଦିଷ୍ଟ ହେବା ଉଚିତ। ସେଇ ଯଜ୍ଞକୁ ପରିପୂରିତ କରିବା ଉଚିତ। ସେଇ ଲଭ୍ ସେଣ୍ଟରକୁ ଯେମିତି ପରିପୂରିତ କରେ, ମୋର ପ୍ରିୟ ପରମଙ୍କୁ ଯେମିତି ପରିପୂରିତ କରେ। ମୁଁ କାଲି ସକାଳୁ ଭୋରରୁ ଇଷ୍ଟବତୀ ମୁଁ ନିବେଦନ କରିବି, ସେଇ ଅର୍ଘ୍ୟଟା ମୁଁ ଆଜିଠୁ ମୁଁ କେମିତି ସଂଗ୍ରହ କରି ମୁଁ ରଖିଦେଇ ପାରିବି। ଏଇ 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 ମାନସିକତା ନେଇକିରି ମୁଁ ଯେତେବେଳେ ଚାଲେ, ସେତେବେଳେ ଯଜ୍ଞ ସମ୍ପାଦନ ହେଲା। ଯଜ୍ଞ ସମ୍ପାଦନ ହେଲେ ବର୍ଷା ହେଲା, ବର୍ଷା ହେଲେ ଅନ୍ନ ହେବ, ଅନ୍ନ ହେଲେ ମୁଁ ବଞ୍ଚିଲି। ଆଉ ଏଇଟା ହିଁ ହଉଛି ଧର୍ମ। এইটা ହିଁ ହଉଛି ଧର୍ମ। କର୍ମ କର୍ମ ବ୍ରହ୍ମୋଦ୍ଭବମ୍ ବିଦ୍ୟା, ଏଇ ଶ୍ଲୋକ ମାନଙ୍କୁ ଆମକୁ ଆଉ ଯିବାର ନାହିଁ। ତ ଏଇଟା ହିଁ ହଉଛି କଥା, ଯେ ମୁଁ ମୋର ପ୍ରିୟ ପରମକୁ ପରିପୂରିତ କରିବି। ଆଉ ୟାର ଉଦାହରଣ ଅସଂଖ୍ୟ ଉଦାହରଣ ଅଛି, ମାନେ ଆଉ ସମୟ ହବ ନାହିଁ। ତଥାପି ମୁଁ ଗୋଟେ ଏକଦମ ଛୋଟିଆ ଘଟଣା କହିବି। ଠାକୁରଙ୍କର ଆମର ପ୍ରତ୍ୟେକ କଥାରେ ତାଙ୍କର ମାଧୁର୍ଯ୍ୟ ମଣ୍ଡିତ ଲୀଳା କୁ ଯଦି ଆମେ ସଂଦର୍ଶନ କରିବା, ତା ଭିତରେ ହିଁ ଯୋଉ ଉପଲବ୍ଧି ହୁଏ, ସେଇଟା ହିଁ ହଉଛି ଜ୍ଞାନ। ଦରୋଗା ସାହେବ ଜଣେ ଥିଲେ, ଏଇଟା ହିମାୟତପୁରର କଥା। ସେ ଗୁଜୁରାଟୀ ଲୋକ, ତାଙ୍କ ଜୀବନରେ ତ ବହୁତ କାହାଣୀ ଅଛି, ସେଇ କାହାଣୀକୁ ମୁଁ ଯାଉନି। ମେନ୍ କଥାରେ ମୁଁ ଆସୁଛି ଏଇଠିକି, ଦରୋଗା ସାହେବ ଯେତେବେଳେ ରିଟାୟାର୍ଡ କଲେ, ଠାକୁର ତାଙ୍କୁ କହିଲେ, ଦରୋଗା ସାହେବ ଆପଣ ତ ରିଟାୟାର୍ଡ କଲେ, ଏବେ କରିବେ କଣ? ଦରୋଗା ସାହେବ ସେତେବେଳେ କହିଲେ, ମୁଁ ଆଉ କଣ କରିବି, ଆପଣଙ୍କ ସାଙ୍ଗରେ ବସିବି, ଆପଣଙ୍କ କାମ କରିବି। ଠାକୁର କହିଲେ, ନା ନା ତୁ ଗୋଟେ କାମ କର, ଆଶ୍ରମର ଗେଟରେ ଗୋଟେ କିରାନା ଦୋକାନଟେ କର।
ଦରୋଗା ସାହେବ କହିଲେ ଠିକ ଅଛି କରିବି। ସେ ଗୋଟେ କିରାଣା ଦୋକାନ ଆରମ୍ଭ କଲେ ଆଶ୍ରମର ଗେଟରେ। ସେତେବେଳେ ହିମାୟତପୁରକୁ ବି ଲୋକ ଆସୁଥିଲେ, କିନ୍ତୁ ବର୍ତ୍ତମାନ ଯୋଉ ଘରେ ଯୋଉ ଭିଡ ସେଇଭଳିଆ ଭିଡ ନଥିଲା। ତ ସେ ଗୋଟେ କିରାଣା ଦୋକାନ କଲେ, ଯୋଉ ଭାଇମାନେ ଯୋଉ ଆସୁଛନ୍ତି ବାହାରୁ, କାହାକୁ କେତେବେଳେ ସାବୁନ ଟିକେ ଦରକାର ହେବ, କାହାକୁ ଚିନି ଟିକେ ଦରକାର ହେବ, କାହାକୁ ଚା ଦରକାର ହେବ, ଏଇ ସମସ୍ତ ଜିନିଷ ଯେମିତି ଲୋକ ସୁବିଧାରେ ପାଇବେ ସେଇଟା ଭାବି ଠାକୁର ତାଙ୍କୁ କହିଲେ ଗୋଟେ ଦୋକାନ କରିବା ପାଇଁ। ସେ ଗୋଟେ ଦୋକାନଟେ କଲା, ଦୋକାନ ଭଲ ଚାଲୁଥାଏ। ତ ମଝିରେ କଣ ହେଲା, ଆମର ଜଣେ ଦାଦା ଭକ୍ତ ଜଣେ ଠାକୁରଙ୍କର ପାର୍ଷଦ ଜଣେ, ସେ ଠାକୁରଙ୍କ ପାଖରେ କମ୍ପ୍ଲେନ କଲେ ଯେ ଠାକୁର, ମୁଁ ଦେଖନ୍ତୁ ମୋ ପୁଅକୁ ମୁଁ ପଠେଇଥିଲି ସକାଳୁ ସେଇ ଦରଗା ପାଖକୁ ଚିନି 1/2 କିଲୋ ନେଇକିରି ଆସିବା ପାଇଁ। ମୋ ପୁଅଟା ଗଲା ଚିନି 1/2 କିଲୋ ନେଇକିରି ଆସିଲା। ସେ ଠାକୁର କହିଲେ ଅସୁବିଧା କଣ ହେଲା? ନା, ଚିନି 1/2 କିଲୋ ଆଣିବାକୁ ପଠେଇବା ଆଗରୁ ମୁଁ ଯେତେବେଳେ ଆସୁଥିଲି ସେଇ ଦୋକାନ ବାଟରେ ମୁଁ ତାକୁ ପଚାରିଥିଲି ଯେ ଦରଗା ସାହେବ, ଚିନି ଚିନି କେଜି କେତେ ଟଙ୍କା? ଦରଗା ସାହେବ ସେତେବେଳେ ଉତ୍ତର କରିଦେଲେ, ନା ଚିନି କେଜି 2 ଟଙ୍କା। ତ 1/2 କିଲୋ ଚିନିକୁ ଟଙ୍କା ହେବା କଥା, କିନ୍ତୁ ମୋ ପୁଅକୁ ଦେଇକିରି ମୁଁ ପଠେଇଲି, ସେ 1/2 କିଲୋ ଚିନିକୁ ଟଙ୍କେ 4 ଅଣା ନେଇଗଲା। ଏଇଟା କେମିତି କଥା? ସକାଳ 8ଟାରେ ମୁଁ ପଚାରିଛି ଯେ ଚିନି କିଲୋ ଟଙ୍କାଟେ, ଚିନି 1/2 କିଲୋକୁ ଟଙ୍କାଟେ ହେବ, ଆଉ ବର୍ତ୍ତମାନ 10ଟା 11ଟା ବେଳକୁ ପଠେଇଲା ବେଳକୁ ଟଙ୍କେ 4 ଅଣା। ଏଇଟା କେମିତି ହେଇଗଲା? ଏଇଟା ବହୁତ ଥର ହେଇଛି ଏମିତି। ଇଏ ଦରଗା ଆମକୁ ଠକୁଛି ଖାଲି। ତାମାନେ ସକାଳୁ ଗୋଟେ ରେଟ୍, ତାପରେ 2-3 ଘଣ୍ଟା ପରେ ଫେର ଗୋଟେ ରେଟ୍, 2-4 ଘଣ୍ଟା ଗଲା ପରେ ଆଉ ଗୋଟେ ରେଟ୍। ଠାକୁର ବି ଆଶ୍ଚର୍ଯ୍ୟ ହେଇଗଲେ, ହଁ ଏମିତି କରୁଛି। ଡାକ ତାକୁ। ସାଙ୍ଗେ ସାଙ୍ଗେ ଦରଗାଙ୍କୁ ଡକା ହେଲା। ଦରଗା ଆସିକି ଠାକୁରଙ୍କୁ ପ୍ରଣାମ କରିକି ବସିଲେ। ତାପରେ ଠାକୁର କହିଲେ ସବୁ କଥା। କଣ ଦରଗା ସାହେବ, ଆପଣ ଲୋକଙ୍କୁ ଠକୁଛନ୍ତି, ଆପଣ ବ୍ୟବସାୟ କରୁଛନ୍ତି, ବ୍ୟବସାୟରେ ଆପଣ ଚିଟ୍ କରୁଛନ୍ତି, ଠକୁଛନ୍ତି। ଦରଗା କହିଲେ କଣ ହେଲା, କଣ ଠକିଲି? ନା ଏଇ ତ ଇଏ କହୁଛି ଯେ ତମେ ସକାଳେ କହିଲ ଗୋଟେ ରେଟ୍, ତାପରେ 11ଟା 12ଟା ବେଳକୁ ଆଉ ଗୋଟେ ରେଟ୍ ହେଇଗଲା, 2-3 ଘଣ୍ଟା ପରେ ଫେର ଗୋଟେ ରେଟ୍। ଏଇଟା ଆଜି ନୁହେଁ, 15-20 ଦିନ ହେଇଗଲା ସେ ଲକ୍ଷ୍ୟ କରିଛନ୍ତି ଏଇ କଥାଟା। ଏମିତି ରେଟ୍ରେ ଏଇ ଯୋଉ ଚିନି ବା ଯେକୌଣସି ଜିନିଷର ଯୋଉ ଦାମ ଏତେ ଡିଫର କାହିଁ କରୁଛି? ଘଣ୍ଟାକେ ଗୋଟେ ରେଟ୍, ଘଣ୍ଟାକେ ଗୋଟେ ରେଟ୍, ଏଇଟା କେମିତି? ଦରଗା ସେଇଠୁ କହିଲେ, ଠାକୁର, ଆପଣ ଆପଣଙ୍କ ପାଖକୁ ଯିଏ ବି ଆସେ, ଆପଣ ତାର ପକେଟରେ କଣ ଅଛି ନ ଅଛି, ଟଙ୍କା ଅଛି ନ ଅଛି, ପଇସା ଧରିଛି କି ନ ଧରିଛି, ଆପଣ ପଚାରନ୍ତି ତାକୁ? ଠାକୁର କହିଲେ ନା, ମୁଁ ପଚାରିନା। ଆପଣ କିଛି ପଚାରନ୍ତି ନାହିଁ, କିଛି ବୁଝନ୍ତି ନାହିଁ, ହଠାତ୍ ହାତଟାକୁ ଲମ୍ବେଇ ଦେଇକିରି କହନ୍ତି ଦେ 10 ଟଙ୍କା। ସେ ବିଚରା କୋଉଠୁ ପାଇବ 10 ଟଙ୍କା? ସେ ବିଚରା ଯେହେତୁ ଆପଣ ହାତଟାକୁ ଲମ୍ବେଇ ଦେଲେ, ସେ ବିଚରା ବାଧ୍ୟ ହେଇକିରି ଉଠିକି ଯାଏ, ପ୍ରଣାମ କରିକି ଯାଏ ଏବଂ ବିଭିନ୍ନ ଜାଗାରୁ ଭିକ୍ଷା କରେ। ଏବଂ ଗେଟ୍ରୁ ବାହାରିଲା ମାତ୍ରକ ପ୍ରଥମ ଭେଟେ ମତେ। ଏବଂ ମତେ ଯେମିତି ଭେଟେ, ସେ କଣ କରେ, ପ୍ରଥମେ କହେ ଯେ ଠାକୁର ମତେ 10 ଟଙ୍କା ଆଶୀର୍ବାଦ କରୁଛି, ତମେ କିଛି ଦିଅ। ମୁଁ ତାକୁ ଦିଏ। ନଦେଲେ ହେବ କି? ଯେହେତୁ ଠାକୁର ଆଶୀର୍ବାଦ କରିଛନ୍ତି ତାକୁ, ସେ ଯାଇକିରି ଠାକୁରଙ୍କୁ ପୂରଣ କରିବ। ଆଉ ସେ ଯେତେବେଳେ ଆସିକିରି ମତେ ହାତଟା ଲମ୍ବେଇବ ଏବଂ କହିବ ଯେ ଠାକୁର ମତେ 10 ଟଙ୍କା ଆଶୀର୍ବାଦ କରିଛନ୍ତି, ତମେ କିଛି ଦିଅ, ମୁଁ କିଛି ଦିଏ। ଏମିତି ତ ହଜାର ହଜାର ଲୋକ ସକାଳୁ ସନ୍ଧ୍ୟା ଯାଏ ଆପଣଙ୍କ ପାଖକୁ ଆସୁଛନ୍ତି, ଆପଣ ମାଗୁଛନ୍ତି, ଆଉ ସେମାନେ ଆଶ୍ରମରୁ ବାହାରିଲା ମାତ୍ରକେ ମତେ ଭେଟିବେ ଏବଂ ମୁଁ ତ କିଛି ଦେବି। ଏଇ ଯୋଉ ବାର ବାର ମୁଁ ଦେବି, ସେଟା ମୁଁ କୋଉଠୁ ଆଣିବି? ତେଣୁ ବେଳେ ବେଳେ ମୁଁ ଚିନିର ରେଟ୍ ବଢେଇ ଦିଏ, ଅମୁକ ଜିନିଷର ରେଟ୍ ବଢେଇ ଦିଏ, ସେଇ ଜିନିଷ ରେଟ୍ ବଢେଇ ଦିଏ। ଯେତେବେଳେ ସେଇ ଯୋଉ ଯାହାଟା ମୁଁ ଦେଇଥିଲି ସେଇଟା ଫିଲଅପ ହେଇଗଲା ପରେ ଫେର ରେଟ୍ଟାକୁ ମୁଁ ଯେମିତି ରେଟ୍ ଥିଲା ସେମିତି କରିଦିଏ। ଏଇଟା ମୁଁ ଭୁଲ କରିଛି ଠିକ କରିଛି ଆପଣ କୁହନ୍ତୁ। ଆପଣ ହେଲେ ପୁରୁଷୋତ୍ତମ, ପୁରୁଷୋତ୍ତମକୁ ପୂରଣ କରିବାର ପ୍ରୟାସ ମାତ୍ର ମୁଁ କରିଛି ଖାଲି। ଏଇଟା ଭୁଲ କି ଠିକ ଆପଣ କୁହନ୍ତୁ। ଠାକୁର ସେଇଠୁ ସେ ଯିଏ କମ୍ପ୍ଲେନ କରିଥିଲା ତାକୁ ପଚାରିଲେ, ଏ କି ରେ, କି বলছে, ଏ ଠିକ ନା ଭୁଲ? ତାପରେ ସେ ପାର୍ଷଦ ଜଣକ କହିଲେ, ନା ଠାକୁର, এটা ঠিক করছে। ସମୟ ସରିଲା। ସମସ୍ତଙ୍କର ଶାନ୍ତି ସ୍ୱସ୍ତି ସୁଦୀର୍ଘ ଜୀବନ କାମନା କରେ। ଜୟ ଗୁରୁ। ଆଉ ଏଇଟା ହିଁ ହଉଛି ଯଜ୍ଞ ଆଜ୍ଞା। ଜୟ ଗୁରୁ। ବିଜ୍ଞାନ ଭାଇ ଜୟ ଜୟ ଗୁରୁ। ଗୁରୁ। ଜୟ ଗୁରୁ ଆଜ୍ଞା, ଜୟ ଗୁରୁ। ଭଲ ଦାଦା, ଆପଣ ଆଜ୍ଞା ଅନ୍ତରଙ୍ଗୀ ଉଦ୍ଧାରିଣୀ ର ଆମେ ସନ୍ଧାନ ପାଇଛୁ। ଏମିତି ଆଜ୍ଞା। କହିଚାଲୁଥିବେ।